ଦେଖନ୍ତୁ SSB TGT ଯେଉଁ ପେଡ଼ାଗୋଜି କ୍ଲାସ୍ ଆମର ଷ୍ଟାର୍ଟ ହେଇଥିଲା ତାର 3 ନମ୍ବର କ୍ଲାସ୍ ଯାଇଛି। ମୁଁ ତାର ଗୋଟେ ପ୍ଲେଲିଷ୍ଟ ବନେଇ ଦେଇଛି, ଏଇ ଚ୍ୟାନେଲରେ ଅପଲୋଡ଼ ଅଛି। ଆପଣ ଯାଇକି ସେ ଚ୍ୟାନେଲକୁ ଭିଜିଟ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ। ଦେଖନ୍ତୁ ଏଇଟା ଆମର ରହିବ 4 ନମ୍ବର କ୍ଲାସ୍। ଆମେ କନଷ୍ଟ୍ରକ୍ଟିଭିଷ୍ଟରେ ପିଆଜେଟ୍ ପଢ଼ି ଦେଇଥିଲେ, ଆଜି ପଢ଼ିବା କ'ଣ ଭାଇଗୋଟ୍ସ୍କି। ଦେଖନ୍ତୁ କ'ଣ ଦେଇଛି ପ୍ରଥମେ ଭାଇଗୋଟ୍ସ୍କି ସୋସିଆଲ କଲଚରାଲ ଥିଓରି ଆମର ଭାଇଗୋଟ୍ସ୍କି ଦେଇଛି ସିଲାବସରେ। ପ୍ରଥମେ ଦେଖନ୍ତୁ ଭାଇଗୋଟ୍ସ୍କି କ'ଣ ରସିଆନ୍ ସାଇକୋଲୋଜିଷ୍ଟ, ଆମର ପିଆଜେଟ୍ କ'ଣ ଥିଲେ ସୁଇସ୍ ସାଇକୋଲୋଜିଷ୍ଟ, ଇଏ କ'ଣ ରସିଆନ୍ ସାଇକୋଲୋଜିଷ୍ଟ। ସେ କ'ଣ କହୁଥିଲେ ଦେଖନ୍ତୁ ଆନ୍ ଆକ୍ଟିଭ୍ ପ୍ରୋସେସ୍ ଅଫ୍ କନଷ୍ଟ୍ରକ୍ଟିଂ ନଲେଜ୍, ପିଲାମାନେ ନିଜେ ନିଜେ ଯେତେ ଆକ୍ଟିଭ୍ ରହିକି ନଲେଜ୍ କନଷ୍ଟ୍ରକ୍ସନ୍ କରିବେ ସେଇ ବିଷୟରେ ହିଁ ଭାଇଗୋଟ୍ସ୍କି କହୁଥିଲେ। କନଷ୍ଟ୍ରକ୍ଟିଭିଷ୍ଟ ମାନେ କ'ଣ, ସିଏ ସବୁବେଳେ କହିଛନ୍ତି ପିଲା ଆକ୍ଟିଭ୍, ପିଲାକୁ ଆକ୍ଟିଭ୍ ରଖିଦେବେ ଆଉ ସବୁ ଦେଖିବେ ଆପଣଙ୍କୁ ଠିକ୍ ଲାଗିବ, ସବୁ ଜିନିଷ ହିଁ ଠିକ୍ ହେବ। ଦେଖନ୍ତୁ ଭାଇଗୋଟ୍ସ୍କିଙ୍କର 3ଟି କଥା, ଗୋଟେ କହିଥିଲେ ସେ ସୋସାଇଟି, କଲଚର, ଲାଙ୍ଗୁଏଜ୍, ଏଇ 3ଟି ଟର୍ମ ଆପଣ ଯେଉଁଠି ଦେଖିବେ ଆଖି ବୁଝିକି ସେ କୋଶ୍ଚେନ୍ରେ ଭାଇଗୋଟ୍ସ୍କି ମାରିବେ ମାନେ ମାରିବେ। କ'ଣ ଥିବ, ଗୋଟେ ଥିବ ସୋସାଇଟି, ଗୋଟେ ଥିବ କଲଚର, ଗୋଟେ ଥିବ କ'ଣ ଲାଙ୍ଗୁଏଜ୍। ଏଇ 3ଟା ଜିନିଷ କୋଶ୍ଚେନ୍ରେ ଦେଖିବେ ଅଛି ମାନେ ଅପସନ୍ରେ ଭାଇଗୋଟ୍ସ୍କି ଅଛି ମାନେ ଆପଣ ଆଖି ବୁଝିକି ମାରିବେ, ଠିକ୍ 100% ଠିକ୍ ହେବ। କ'ଣ ସୋସାଇଟି, କଲଚର, ଲାଙ୍ଗୁଏଜ୍। ମୁଁ ୟାର ଗୋଟେ ଟ୍ରିକ୍ କରିଛି, କ'ଣ ମନେ ରଖିବେ ଭାଇଗୋଟ୍ସ୍କି ନାଁ ଆସିବ ମାନେ ପ୍ରଥମେ ମନେ ରଖିବେ SCL। ଭାଇଗୋଟ୍ସ୍କି ନାଁ ଆସିବ ମାନେ ପ୍ରଥମେ କ'ଣ ମନେ ରଖିବେ SCL, ସୋସାଇଟି, କଲଚର, ଲାଙ୍ଗୁଏଜ୍। ଏଇ 3ଟା ଯେଉଁ କୋଶ୍ଚେନ୍ରେ ଥିବ ଆପଣ ଆଖି ବୁଝି କ'ଣ କରିପାରିବେ ମାରିପାରିବେ କ'ଣ ଭାଇଗୋଟ୍ସ୍କି। ବୁଝିପାରିଲେ? ତାପରେ ଦେଖିବା ଆସନ୍ତୁ, ତାପରେ ଦେଖନ୍ତୁ କ'ଣ କହିଛି ଲର୍ଣ୍ଣିଂ ପ୍ରୋସିଡ୍ସ ଡେଭଲପମେଣ୍ଟ। ଲର୍ଣ୍ଣିଂ ଆମେ ଯେତେ ଶିଖି ପିଲାଟା ଯିବ, ସେ କହୁଛନ୍ତି ସେତେ ପିଲାଟା ଡେଭଲପମେଣ୍ଟ ହେଇ ଯିବ। ଦେଖନ୍ତୁ ଯେ ଆମର ଭାଇଗୋଟ୍ସ୍କିଙ୍କର ଇଏ ତ ଗଲା ଜାଣିଲେ ସୋସାଇଟି, କଲଚର, ଲାଙ୍ଗୁଏଜ୍ ଦେଖିଲା ମାନେ କ'ଣ ମାରିବେ ଭାଇଗୋଟ୍ସ୍କି ମାରିବେ। ତାପରେ ଦେଖନ୍ତୁ ଇଏ 2, 3, 4ଟି ଟର୍ମ ସବୁ ଅଛି, ଖାଲି ଏତିକି ଆପଣ ମନେ ରଖିଦେଲେ ଜାଣିଗଲେ ବୁଝିଗଲେ ଟର୍ମଟା କ'ଣ, ଯେତେ କୋଶ୍ଚେନ୍ ବୁଲେଇ ବଙ୍କେଇ ଯେଉଁଠି ପକାଇଲେ ବି କ'ଣ ହେବ ଆପଣ କୋଶ୍ଚେନ୍ କରିପାରିବେ। ଦେଖନ୍ତୁ ଫାଷ୍ଟ ବୁଝିବା ଆମେ କ'ଣ ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ ବା ZPD। ଦେଖନ୍ତୁ 2ଟା ଜିନିଷ ଅଛି, ଗୋଟେ ଅଛି ZAD, କ'ଣ ଏଟା ଜୋନ୍ ଅଫ୍ ଆକ୍ଚୁଆଲ ଡେଭଲପମେଣ୍ଟ। ଦେଖନ୍ତୁ ଗୋଟେ ପିଲାଟେ ବର୍ତ୍ତମାନ ତାର ବୟସ ଅନୁସାରେ ସେ ଯେତିକି ଶିଖିଛି, ଯେଉଁ ଷ୍ଟେଜ୍ରେ ସେ ବର୍ତ୍ତମାନ ଅଛି ସେଟା କ'ଣ ଜୋନ୍ ଅଫ୍ ଆକ୍ଚୁଆଲ ଡେଭଲପମେଣ୍ଟ। ଆକ୍ଚୁଆଲ ପିଲାଟା ଏତିକି ଡେଭଲପ୍ ହେଇଛି, କିନ୍ତୁ ZPD କ'ଣ ଏଉଠୁ ପିଲାଟାକୁ ଆମେ ନେଇକି ଏଇଠି ପହଞ୍ଚାଇବା, ଏଇ ଜାଗାରେ ପହଞ୍ଚାଇବା, ଏଇଟା କ'ଣ ZPD ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ। ଏଇଟା ହେଉଛି କ'ଣ ZAD ଜୋନ୍ ଅଫ୍ ଆକ୍ଚୁଆଲ ଡେଭଲପମେଣ୍ଟ। ଯେତିକି ପିଲାଟା ଡେଭଲପମେଣ୍ଟ ଅଛି ସେଇଟା କ'ଣ ଜୋନ୍ ଅଫ୍ ଆକ୍ଚୁଆଲ ଡେଭଲପମେଣ୍ଟ। କିନ୍ତୁ ପିଲାଟା ଏଉଠୁ ଯାଇକି ଏଇ ଷ୍ଟେଜ୍ ଯାଏଁ ପହଞ୍ଚିବ ଯେଉଁ କ'ଣ ZPD ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ। ତା ପାଇଁ କ'ଣ ଦରକାର, ତା ପାଇଁ ମଝିରେ କ'ଣ ଦରକାର ସ୍କାଫୋଲ୍ଡିଂ ଦରକାର, ଆଉ କ'ଣ MKO ଦରକାର, ମୋର ନଲେଜେବୁଲ୍ ଦ୍ୟାନ୍ ଅଦର। MKO ସ୍କାଫୋଲ୍ଡିଂ କ'ଣ ପାଇଁ ଦରକାର, ଏଇ ଯେଉଁ ZAD ପିଲାଟା ଆଜି ଏଇଠି ଅଛି, ପିଲାଟା କ'ଣ ସେଇଠି ରହିଯିବ କି, ପିଲାଟା ତାର ନଲେଜ୍ କନଷ୍ଟ୍ରକ୍ଟ କରିବ, ନଲେଜ୍ ବଢ଼େଇବ, ଆକ୍ଟିଭ୍ ରହିବ। ସେଇ ଯେଉଁ ପ୍ରୋସେସ୍ ଯାଇକି ଏଇଠୁ ଏଇଠିକି ପହଞ୍ଚିବ, ଏଇ ବାଟରେ ତାକୁ 2ଟା ଜିନିଷ ହେଲ୍ପ କରିବେ। ଗୋଟେ ହେଲା କ'ଣ ମୋର୍ ନଲେଜେବୁଲ୍ ଦେନ୍ ଅଦର। ୟା ଅର୍ଥ କ'ଣ, ଯିଏ ଧର ମୁଁ କମ୍ ଜାଣିଛି, ମୋଠୁ ଧର ତୁମେ ଅଧିକା ଜାଣିଛ, ତାହେଲେ ମୋତେ ତୁମେ ଶିଖେଇବ, ସେଇଟା ହେଲା କ'ଣ ମୋର୍ ନଲେଜେବୁଲ୍ ଦେନ୍ ଅଦର। ମୋଠୁ ତୁମର ନଲେଜ୍ ଅଧିକା ଅଛି, ତୁମେ ମୋତେ ଶିଖେଇବ, ସେଇଟା କ'ଣ ହେଇଯିବ MKO ବା ମୋର୍ ନଲେଜେବୁଲ୍ ଦେନ୍ ଅଦର। ସ୍କାଫୋଲ୍ଡିଂ କ'ଣ, ଗୋଟେ ପିଲାଟେ ଟିକିଏ କରୁଛି ଆଉ ସେଠୁ କରିପାରୁନି। ଗୋଟେ ପିଲା ଦେଖନ୍ତି ମ୍ୟାଥ୍ଟା ଅଧା ସଲ୍ଭ କରିଦେଉଛି ଆଉ ଅଧା କରିପାରୁନି, ଆପଣ କ'ଣ କରିବେ ଯେଉଁଠୁ ସେ ସଲ୍ଭ କରିପାରୁନି ରହୁଛି ଆପଣ ତାକୁ ସେଇଠି ଟିକେ ହେଲ୍ପ ଦେଇଦେବେ, ଟିକେ ଗୋଟେ ଷ୍ଟେପ୍ ତାକୁ କହିଦେଲେ ସେ ତାପରେ କ'ଣ ପୁଣି ମାଡ଼ି କରି ପଳାଇବ। ସେଇ ଯେଉଁ ହେଲ୍ପ କରିବାଟା ଆମେ କ'ଣ କୁହନ୍ତି ସ୍କାଫୋଲ୍ଡିଂ। ବୁଝିପାରିଲେ? ଜୋନ୍ ଅଫ୍ ଆକ୍ଚୁଆଲ ଡେଭଲପମେଣ୍ଟ ବୁଝିଲେ, ଯେଉଁ ଷ୍ଟେଜ୍ରେ ପିଲାଟା ଅଛି ପ୍ରଥମେ ଯେତିକି ପିଲାଟା ଶିଖିଛି ସେଇଠୁ ଯାଇକି ଏଇ ଯେଉଁ ଷ୍ଟେଜ୍ଟା ପହଞ୍ଚିବ ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟରେ ପହଞ୍ଚିବା ପାଇଁ, ଏଇ ଯେଉଁ ଷ୍ଟେଜ୍ ପାଇଁ ତାକୁ କ'ଣ ଦରକାର ମୋର୍ ନଲେଜେବୁଲ୍ ଦେନ୍ ଅଦର ଦରକାର। ଜଣେ ସିନା ତାଠୁ ଅଧିକା ଜାଣିଥିଲେ ତାକୁ ଶିଖେଇବ, ତାଠୁ ଅଧିକା ନ ଜାଣିଥିଲେ ସେ ତାକୁ କ'ଣ ଶିଖେଇବ, ସେ ଦରକାର। ଆଉ କ'ଣ ଦରକାର ସ୍କାଫୋଲ୍ଡିଂ ଦରକାର। ସ୍କାଫୋଲ୍ଡିଂ କ'ଣ ଯେଉଁ ଟେମ୍ପୋରାରୀ ହେଲ୍ପ। ସ୍କାଫୋଲ୍ଡିଂର ଅର୍ଥ କ'ଣ ଟେମ୍ପୋରାରୀ ହେଲ୍ପ ବା ଟେମ୍ପୋରାରୀ ସପୋର୍ଟ। ଟେମ୍ପୋରାରୀ ସପୋର୍ଟ କହିପାରିବେ, ଟେମ୍ପୋରାରୀ ହେଲ୍ପ କହିପାରିବେ, ଯାହା ବି କହିପାରିବେ। ଦେଖନ୍ତୁ ଏଇ ଯେଉଁ ସ୍କାଫୋଲ୍ଡିଂ ଟର୍ମଟା ଫାଷ୍ଟ କିଏ ଦେଇଥିଲେ ଏକ୍ଜାମ୍ରେ ମୋତେ ଏଟା ପଚାରେ, ଜେରମ୍ ବ୍ରୁନର ଦେଇଥିଲେ। ଫାଷ୍ଟ କନସେପ୍ଟଟା ଦେଇଥିଲେ କି ଜେରମ୍ ବ୍ରୁନର, କିଏ ଜେରମ୍ ବ୍ରୁନର। ତାପରେ ତାକୁ ଆମର କିଏ ଭାଇଗୋଟ୍ସ୍କି ୟୁଜ୍ କଲେ, କେଉଁଠି ତାଙ୍କ ଥିଓରିରେ ତାଙ୍କ ଏଥିରେ ୟୁଜ୍ କଲେ, କିନ୍ତୁ ଫାଷ୍ଟଟା ମୁଁ ଦେଇଥିଲେ କିଏ ଜେରମ୍ ବ୍ରୁନର। ବୁଝିପାରିଲେ ZAD ZPD MKO ସ୍କାଫୋଲ୍ଡିଂ ବୁଝିପାରିଲେ ସବୁ। ତାପରେ ଆଗକୁ ଯିବା, ସବୁ କ୍ଲିୟର ତ? ବୁଝିପାରିଲେ? ଯଦି ନ ବୁଝିପାରିବେ, ଯେଉଁଟା ନ ବୁଝିପାରିବେ, ଯଦି ନ ଜାଣିପାରିବେ କମେଣ୍ଟ ମାଧ୍ୟମରେ ଜଣାଇବେ, ଯିବା ଆଗକୁ ଯିବା। ଦେଖନ୍ତୁ
ଆମେ ଏବେ ବୁଝିବା କ'ଣ ଲାଙ୍ଗୁଏଜ୍ରେ କେମିତି ପିଲାଟା ନିଜେ ନିଜେ ସେଇ ଲାଙ୍ଗୁଏଜ୍ରେ ନିଜେ ନିଜକୁ କେମିତି ପିଲାଟା କଣ୍ଟ୍ରୋଲ୍ କରେ ସେ ବିଷୟରେ ଦେଇଛି। ଆସନ୍ତୁ ବୁଝିବା କ'ଣ କହିଛନ୍ତି ଭାଇଗୁଡ଼ସ୍କି ତାପରେ। ପ୍ରଥମ କହିଲେ ସୋସିଆଲ୍ ସ୍ପିଚ୍। ଯେତେବେଳେ 2 ବର୍ଷ ଏଜ୍ ହେଇଯିବ ପିଲାଟା ଯିବ ବାହାରେ ଯାଇକି ତାଙ୍କ ଘର ଫ୍ୟାମିଲି ଲୋକଙ୍କ ସହିତ କଥାବାର୍ତ୍ତା କରୁ, ବାହାରକୁ ତାଙ୍କ ନେବରହୁଡ଼ ସହିତ କଥାବାର୍ତ୍ତା କରୁ। ପ୍ରଥମେ ତା କଥାବାର୍ତ୍ତା ଷ୍ଟାର୍ଟ କରିବ, କ'ଣ କରିବ କମ୍ୟୁନିକେସନ୍ ଷ୍ଟାର୍ଟ କରିବ। ସେଇଟା ହେଲା କ'ଣ ସୋସିଆଲ୍ ସ୍ପିଚ୍। କିନ୍ତୁ ପ୍ରାଇଭେଟ୍ ସ୍ପିଚ୍ କ'ଣ, ଏଇ ପ୍ରାଇଭେଟ୍ ସ୍ପିଚ୍ ଆଉ ସାଇଲେଣ୍ଟ ଇନର୍ ସ୍ପିଚ୍ ଏଥିରେ ଏକ୍ଜାମ୍ ସବୁବେଳେ ପଚାରେ। ପ୍ରାଇଭେଟ୍ ସ୍ପିଚ୍ କ'ଣ, ଫ୍ରମ୍ ଏଜ୍ ଅଫ୍ 3 ଡାଇରେକ୍ଟେଡ୍ ଟୁ ଦ ସେଲ୍ଫ ରେଗୁଲେଟିଂ ବିହେଭିଅର୍। ନିଜ ବିହେଭିଅର୍କୁ କ'ଣ ସେଲ୍ଫ ରେଗୁଲେଟ୍ କରିବ। କ'ଣ କହିବ, ଆରେ ମୁଁ ଏଇଟା କରିଦେଲି ଖରାପ ହେଲା, ଗୁଣୁଗୁଣୁ ହେଇକି ଏଇଟା କରିଦେଇଥିଲେ ଭଲ ହେଇଥାନ୍ତା, ଏଇଟା କାହିଁ ମୁଁ କରୁଥିଲି, ଏଇଟା ନ କରିଥିଲେ ଆହୁରି ଭଲ ହେଇଥାନ୍ତା। ଏମିତି ନିଜେ କ'ଣ କରିବ, ନିଜକୁ ନିଜେ କ'ଣ କରିବ ସେଲ୍ଫ ରେଗୁଲେଟ୍ କରିବ। ସେଇଟା କ'ଣ କୁହନ୍ତି ପ୍ରାଇଭେଟ୍ ସ୍ପିଚ୍। ବୁଝିପାରିଲେ? ଛୋଟ ଛୁଆ ଦେଖିଥିବେ ନିଜେ ଗୁଣୁଗୁଣୁ ହେଇକି ଗୋଟେ କ'ଣ କହିଦେଉଥିବେ, ଗୋଟେ କ'ଣ କରିଦେଉଥିବେ, ସେଇଟା କ'ଣ ପ୍ରାଇଭେଟ୍ ସ୍ପିଚ୍। କିନ୍ତୁ ସାଇଲେଣ୍ଟ ଇନର୍ ସ୍ପିଚ୍ କ'ଣ, ସେ ଆଉ ଟିକେ ଯେତେବେଳେ ବଡ଼ ହେଇଯିବ ଭର୍ବାଲ୍ ଥଟ୍ ଆସିବ, ନିଜ ମାଇଣ୍ଡରେ ସବୁ ଚିନ୍ତା କରିବ, ପଦାରେ କିଛି କହିବନି, କିଛି କାହାକୁ ଜଣେଇବନି, ନିଜେ ଚିନ୍ତା କରିବ, ଆରେ ମୁଁ ଏଇଟା କାହିଁ କରିଥିଲି, ସେଟା କରିଦେଲି, ନିଜେ ଚିନ୍ତା କରିବ। କିନ୍ତୁ ପ୍ରାଇଭେଟ୍ ସ୍ପିଚ୍ କ'ଣ ଗୁଣୁଗୁଣୁ ହେଇକି ଏଣେତେନେ ଏଟା ସେଟା ଏମିତି କରୁଥିବ। କିନ୍ତୁ ପ୍ରାୟ ସାଇଲେଣ୍ଟ ଇନର୍ ସ୍ପିଚ୍ରେ କ'ଣ ପୁରା ନିଜ ମାଇଣ୍ଡ ଭିତରେ ପୁରା ନିଜେ କରିବ। ଏଇ 3ଟା ମୋତେ ପଚାରେ, ବହୁତ ଇମ୍ପୋର୍ଟାଣ୍ଟ। ଏଇ 3ଟା ମନେ ରଖିବେ। ବୁଝିପାରିଥିବେ 3ଟା ଆଶା କରୁଛି। ପୁଣି ଯିବା ଆଗକୁ, ଆଉ କ'ଣ ଦେଇଛି ଦେଖିବା। ଦେଖନ୍ତୁ ଆଉ 2ଟା ଟର୍ମ କ'ଣ କହିଛନ୍ତି, ଗୋଟେ ହେଲା କୋଲାବରେଟିଭ୍ ପ୍ରୋଜେକ୍ଟ, ଗୋଟେ ହେଲା କ'ଣ କୋଅପରେଟିଭ୍ ଲର୍ଣ୍ଣିଂ। କୋଲାବରେଟିଭ୍ ପ୍ରୋଜେକ୍ଟ କ'ଣ, ଯେଉଁ ଗ୍ରୁପ୍ ଲର୍ଣ୍ଣିଂ ଆଉ କୋଲାବରେଟିଭ୍ ଲର୍ଣ୍ଣିଂ, ଯେଉଁ ପିଲାମାନେ ସବୁ ଗ୍ରୁପ୍ରେ ସାଙ୍ଗ ହୋଇକି ପଢ଼ନ୍ତି, ପିଲାମାନେ କୋଲାବରେଟ୍ ହେଇକି ସବୁ 5-6 ଜଣ ଛୋଟ ଛୁଆ ସବୁ ସାଙ୍ଗ ହୋଇକି ଯେଉଁ ପଢ଼ନ୍ତି, ସେଇଟା କ'ଣ କୁହନ୍ତି କୋଲାବରେଟିଭ୍ ପ୍ରୋଜେକ୍ଟ। କିନ୍ତୁ ଦେଖନ୍ତୁ କୋଅପରେଟିଭ୍ ଲର୍ଣ୍ଣିଂ କ'ଣ, କୋଅପରେଟିଭ୍ ଲର୍ଣ୍ଣିଂ କି ପିଅର୍ ଟ୍ୟୁଟରିଂ କ'ଣ, ଗୋଟେ 5ଟା ପିଲା ଅଛନ୍ତି, 5ଟା ପିଲା ଭିତରୁ ଯାହାକୁ ଅଧିକା ଆସୁଥିବ ସିଏ ଆଉ 4ଟା ପିଲାଙ୍କୁ ପଢ଼େଇବ। ବୁଝିପାରିଲେ? ଏଟା କ'ଣ କୋଲାବରେଟିଭ୍ ପ୍ରୋଜେକ୍ଟଟା କ'ଣ 5-6 ଜଣ ସବୁ ମିଶିକି ପଢ଼ିବେ, ସେ ତା କହିବ ଏ ତା କହିବ, ସମସ୍ତେ ମିଶିକି କୁହାକୁହି ହେବେ। କିନ୍ତୁ କୋଅପରେଟିଭ୍ ଲର୍ଣ୍ଣିଂରେ କ'ଣ, ଯେଉଁ ପିଲାଟା ତାଙ୍କ ଭିତରୁ ଅଧିକା ଆସୁଥିବ, 5 ଜଣ ପିଲା ଅଛନ୍ତି, ଯେଉଁ ପିଲାଟା ଭଲ ପଢ଼ୁଥିବ କି ତା ଭଲ ପାଠ ଆସୁଥିବ, ସିଏ କ'ଣ ଅନ୍ୟ ଜଣଙ୍କୁ ବୁଝେଇବ। ସେଇଟା କ'ଣ ପିଅର୍ ଟ୍ୟୁଟରିଂ ବା କୋଅପରେଟିଭ୍ ଲର୍ଣ୍ଣିଂ। ଏଇ ଟର୍ମ 2ଟା ମଧ୍ୟ ଏକ୍ଜାମ୍ରେ ପଚାରେ। ଦେଖନ୍ତୁ ୟାର ଆମର ଯେଉଁ ଭାଇଗୁଡ଼ସ୍କିଙ୍କର କ୍ରିଟିସିଜିମ୍ ବି ଥିଲା, ସେ ତ ସୋସାଇଟି ବିଷୟରେ କହିଲେ, କଲଚର୍ ବିଷୟରେ କହିଲେ, ଲାଙ୍ଗୁଏଜ୍ ବିଷୟରେ କହିଲେ, କିନ୍ତୁ କହିଲେନି କେଉଁ ଏଜ୍ରେ କେଉଁ ପିଲାଟା ଶିଖିବ କି କ'ଣ କରିବ, ମୋରାଲ୍ ଦେନ୍ ଅଦର କେଉଁ ଏଜ୍ରେ ତାକୁ ଶିଖେଇବ କି ତାକୁ କେଉଁ ଏଜ୍ରେ ସ୍କାଫୋଲ୍ଡିଂ ଦରକାର, ଏଜ୍ ବିଷୟରେ କିଛି କହିଲେ ନାହିଁ। ଏଇଟା ହେଲା ତାଙ୍କର କ୍ରିଟିସିଜିମ୍ କି ସେ ଏଜ୍ ବିଷୟରେ କିଛି କହିଲେ। ଦେଖନ୍ତୁ ପିଆଜରେ କ'ଣ ତାର ପୁରା ଷ୍ଟେଜ୍ରେ ଏଜ୍ ଦେଇଥିଲେ 0 to 2, ଏଇଆ 2 to 4, ଏଇଆ କି 2 to 7, ଏଇଆ ସବୁ ଦେଇଥିଲେ, କିନ୍ତୁ କ'ଣ ହେଲା ଏଜ୍ ବିଷୟରେ କିଛି କହିଲେ ନାହିଁ। ଆଉ ଦେଖନ୍ତୁ ଆମେ ୟାକୁ ନେଇକି କେମିତି ଏଜୁକେସନ୍ରେ ଲଗେଇବା, ଏଜୁକେସନ୍ ଇମ୍ପ୍ଲିକେସନ୍ ୟାଙ୍କର କ'ଣ, ସେ କ'ଣ କହିଲେ ଗ୍ରୁପ୍ ଆକ୍ଟିଭିଟି କହିଲେ, ଗ୍ରୁପ୍ ଆକ୍ଟିଭିଟି କରି ପିଲା ଶିଖିପାରିବ, ପିଲା ମଧ୍ୟରେ ଇଣ୍ଟରାକ୍ସନ୍ କରିକି ଶିଖିପାରିବ, ଯିଏ ଅଧିକା ଜାଣିଥିବ ସିଏ କମ୍ ପିଲାଟାକୁ ଶିଖେଇବ। ଏଗୁଡ଼ା ସବୁ କ'ଣ, ଏଗୁଡ଼ା ସବୁ ଆମେ ପାଠପଢ଼ାରେ ନେଇକି ବି ଲଗେଇ ପାରିବ। ଏଗୁଡ଼ା ସବୁ କ'ଣ ଥିଲା ୟାଙ୍କର ଏଜୁକେସନାଲ୍ ଇମ୍ପ୍ଲିକେସନ୍। ଆଶା କରୁଛି ସମସ୍ତେ ବୁଝିପାରିଥିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ପ୍ରଥମେ କ'ଣ କରନ୍ତୁ, ସମସ୍ତେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତେ ତ ଭିଡ଼ିଓ ଦେଖୁଛନ୍ତି ହେଲେ କେହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରୁନାହାନ୍ତି, ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆଗକୁ ଯେକୌଣସି ସବୁ ଭିଡ଼ିଓ ଆସିବ ମୁଁ ଆପଣଙ୍କୁ କ'ଣ କରିବି, ଏଇଥିରେ ସମସ୍ତ ଅପଲୋଡ଼ ହେବ, ସବୁ ପିଲା ପଢ଼ିବେ। ପେଡ଼ାଗୋଜିର ସମ୍ପୂର୍ଣ୍ଣ SSB TGTର ସିଲାବସ୍ ମୁଁ ଏଥିରେ କରାଇବି। ଆଉ ଗୋଟିଏ ୟାର ରହିଲା ପାର୍ଟ, ଏଇଟା ସରିଲା ପରେ ମୁଁ 100ଟି MCQ ଆଣିବି, ପ୍ରାୟ ଭାଇଗୁଡ଼ସ୍କି ପିଆଜେଟ୍ ସବୁ ଉପରେ ପୁରା ଆଣିବି 100ଟି MCQ। ସବୁ କରିବା, ଶିଖିବା। ରହିଲି, ଜୟ ଜଗନ୍ନାଥ। ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ।